ନମସ୍କାର ଦର୍ଶକ ବନ୍ଧୁ, ଶୁଭ ସକାଳ। ଆଜି ହେଉଛି 24 ନଭେମ୍ବର ରବିବାର। ଆଜି ରହିଛି ଦେଶ ବିଦେଶ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର। ଖବରଟି ଦେଖିବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣଙ୍କର ଜିଲ୍ଲାକୁ ଭଲ ପାଉଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଆପଣଙ୍କର ଜିଲ୍ଲାର ନାଁ ଲେଖିଦେବେ, ଯାହାଫଳରେ ତୁରନ୍ତ ଆପଣଙ୍କ ଜିଲ୍ଲାର ଖବର ମଧ୍ୟ ପାଇପାରିବେ। ତେବେ କ'ଣ ରହିଛି ଆଜିର ଖବର, ଚାଲନ୍ତୁ ତା ଉପରେ ନଜର ପକାଇବା। ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଅପଡେଟ୍। ଆଜି ମିଳିବ ସୁଭଦ୍ରା ଟଙ୍କା। ଏତେ ଦିନ ଅପେକ୍ଷା ଅନ୍ତ ହେବା ପାଇଁ ଯାଉଛି। ତେବେ ଆଜି 20 ଲକ୍ଷ ମହିଳା ପାଇବେ ସୁଭଦ୍ରା ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। କୁହାଯାଉଛି ଦିନ 2ଟା ପୂର୍ବରୁ ସମସ୍ତଙ୍କ ଆକାଉଣ୍ଟକୁ ଚାଲି ଯାଇଥିବ ଟଙ୍କା। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ କୁହାଯାଉଛି ଯେ ଏବେ ଅଙ୍ଗନବାଡି, ମିଶନ ଶକ୍ତି ଓ ମା ଏବଂ ପିଓ ମାନେ ଗାଁକୁ ଯିବେ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ଗାଁକୁ ବୁଲି ଯେଉଁମାନେ ବାଦ୍ ପଡ଼ିଥିବା ହିତାଧିକାରୀ ସାମିଲ କରିବା ପାଇଁ ପ୍ରକ୍ରିୟା ଜାରି ରହିବ ବୋଲି କୁହାଯାଉଛି। ତା ସହିତ ମଧ୍ୟ ସେହିପରି 5 ଲକ୍ଷ ଆବେଦନକାରୀ ଆକାଉଣ୍ଟକୁ ଆଧାର ଲିଙ୍କର ସମସ୍ୟା ଅଛି। ଆଧାର ଆକାଉଣ୍ଟ ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନେ ସାମିଲ ହେବେ। ଏହାପରେ ସମାଧାନ ହେବା ପରେ ଡିସେମ୍ବର ମାସରେ ସେମାନେ ପାଇବେ। ତେବେ ଯେଉଁମାନଙ୍କର ସମସ୍ୟା ଅଛି ସେମାନଙ୍କୁ ଡିସେମ୍ବର ମାସରେ ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ଏବଂ 1989 ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିବା ସହ ଶିଳ୍ପନୀତି 2015 ଦୁଇଟି ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି। ପ୍ରୋତ୍ସାହନ ବା ପ୍ରମାଣପତ୍ର ପାଇଁ ଆବେଦନ ଦାଖଲର ସମୟ ସୀମା 2 ବର୍ଷକୁ ବୃଦ୍ଧି କରାଯାଇଛି। ଏଥିସହିତ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ମଧ୍ୟ ସଂଶୋଧନ କରାଯିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଫଳରେ ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇ ସେମାନଙ୍କର ଦାବିକୁ ଠିକ୍ ସମୟରେ ପ୍ରଦାନ କରିବାକୁ ସକ୍ଷମ ହେବେ। ପ୍ରୋତ୍ସାହନ ସୁଗମ ପରିଚାଳନା ପାଇଁ ଏହା ସହାୟକ ହେବ ବୋଲି କୁହାଯାଉଛି। ଏଥର ସିଧାସଳଖ ମିଲରମାନେ କୃଷକଙ୍କ ନିକଟରୁ ଧାନ କିଣିପାରିବେ ନାହିଁ। କିଣିଲେ ହେବ ଅସୁବିଧା, ନିଆଯିବ ବଡ଼ କାର୍ଯ୍ୟାନୁଷ୍ଠାନ। କେବଳ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମଣ୍ଡିରୁ ଧାର୍ଯ୍ୟ ଦରରେ ଧାନ କିଣିବେ। ସିଧାସଳଖ ମିଲର ପାଖକୁ ଧାନ ଯିବ ନାହିଁ। ଯଦି ମିଲର ସିଧାସଳଖ ଧାନ ମିଲର ପାଖରୁ କିଣିବେ ତେବେ ମିଲକୁ ସିଲ୍ କରାଯିବ। ସେହି ମିଲକୁ ତାଲିକାଭୁକ୍ତ କରାଯିବ ନାହିଁ। ଆଉ ନୂଆପଡ଼ାରେ ସେମିତି ଘଟଣା ସାମ୍ନାକୁ ଆସିଥିଲା। ମିଲ ମାଲିକ ମଣ୍ଡିରୁ ଧାନ ନ କିଣି 500 କୁଇଣ୍ଟାଲ ଧାନ 1700 ଟଙ୍କାରେ କିଣି ମହଜୁଦ ରଖିଥିଲା। ତାକୁ ମଧ୍ୟ ସିଲ୍ କରାଯାଇଛି। ଆଗକୁ ଯିଏ ଏମିତି ନ କରିବ ତା ଉପରେ ମଧ୍ୟ କଡ଼ା ଆକ୍ସନ ନେବେ ରାଜ୍ୟ ସରକାର। ଚାଷୀମାନେ ଧାନ ବିକିବା ପାଇଁ ତରତର ହେଉଥିବାର ସୁଯୋଗ ମିଳିଛି। ଆଉ ଦଲାଲମାନେ ଏହାର ଲାଭ ମଧ୍ୟ ନେଉଛନ୍ତି। ଚାଷୀକୁ ଅପିଲ କରୁଛୁ ଯେ ଟୋକନ ପାଇଁ ଯେଉଁ ସମୟ ଦିଆଯାଇଛି ସେହି ସମୟରେ ଧାନ ମଣ୍ଡିକୁ ଆଣନ୍ତୁ, ଆଉ ସେହିଦିନ ତାଙ୍କର ଟଙ୍କା ମଧ୍ୟ ନେଇ। ରାଜ୍ୟ ସରକାରଙ୍କର ବଡ଼ ଘୋଷଣା, ସୁଦୃଢ଼ ହେବ ରାଜ୍ୟ ଉଚ୍ଚ ଶିକ୍ଷା ବ୍ୟବସ୍ଥା। ସ୍କୁଲରେ ଯେପରି ଶିକ୍ଷକମାନେ ମଦ୍ୟପାନ କରିବେ ନାହିଁ ସେ ଉପରେ ଗୁରୁତ୍ୱ ଦିଆଯିବ। ପିଲାମାନଙ୍କ ପାଠପଢ଼ା ଅବ୍ୟବସ୍ଥା ହେବ ନାହିଁ। ଆଉ ପିଲାମାନଙ୍କର ମଧ୍ୟାହ୍ନ ଭୋଜନ ଯେପରି ଅବ୍ୟବସ୍ଥା ହେବ ନାହିଁ ସେ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଆଉ ସ୍କୁଲ ମଧ୍ୟ ଆହୁରି ହେଉ ବୋଲି ସରକାର କହିଛନ୍ତି। ଅନଲାଇନ ଗେମ୍ର ମାୟା, ଯୁବପିଢ଼ିକୁ ସାଜିଛି ଅନଲାଇନ ଗେମ୍ର ମାୟା। ଆଉ ଭିତରେ ଭିତରେ ପଶି ଯାଉଛନ୍ତି ଯୁବପିଢ଼ି ମାନେ। ଥରେ ଯିଏ ପଶିଲା ବାହାରିବା ବହୁତ ମୁସ୍କିଲ। ଅନଲାଇନରେ ଟଙ୍କା ଇନକମ୍ କରିବା, ଘରେ ବସି ଖେଳିବା ପଡ଼ିଲା ମହଙ୍ଗା। ଆଜିକାଲି ଯୁବପିଢ଼ିମାନେ ଅନଲାଇନରେ ଲୁଡୋଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଗେମ୍ ଖେଳୁଛନ୍ତି, ଯେଉଁଥିରେ ଟଙ୍କା ଜିତିବା ଲକ୍ଷ୍ୟ ରଖିବା ହିସାବରେ ତାଙ୍କର ଲକ୍ଷ ଲକ୍ଷ ଟଙ୍କା ବୁଡ଼ି ଯାଉଛି। ଏଭଳି ଏକ ଘଟଣା ଘଟିଛି ପୁରୀରେ ମଧ୍ୟ। ଜଣେ ଟଙ୍କା ସାରିଦେଇ ଶେଷରେ ଆତ୍ମହତ୍ୟା ପାଇଁ ବାହାରିଥିଲେ। ଏଭଳି ଗେମ୍ ସିଧା ମାତିଛି ଯୁବପିଢ଼ିଙ୍କ ନିଶାରେ। ଆଉ ଯୁବପିଢ଼ି ମାନେ ସିଧା ବସିଛନ୍ତି ଏମିତି ଗେମ୍ ଖେଳୁଛନ୍ତି। ତେଣୁ ଏନେଇ ସରକାରଙ୍କ ତରଫରୁ ମଧ୍ୟ ବଡ଼ ଘୋଷଣା ହୋଇଛି। ଏମିତି ଗେମ୍ଠୁ ଦୂରେଇ ରୁହନ୍ତୁ, କାହିଁକି ନା ଯୁବପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧାର କରୁଛି। ତେଣୁ ଆପଣମାନେ ମଧ୍ୟ ସତର୍କ ରୁହନ୍ତୁ। ଏସବୁ ଗେମ୍ ଫେକ୍, ଏସବୁଠାରୁ ଦୂରେଇ ରୁହନ୍ତୁ। ଗେମ୍ର ମାୟାଠୁ ଦୂରେଇ ରୁହନ୍ତୁ। ରାସନ କାର୍ଡକୁ ନେଇକି ବଡ଼ ଅପଡେଟ୍। କଳା ବଜାରୀଙ୍କ ପେଟରେ ଗରିବଙ୍କ ଚାଉଳ। ପାଖାପାଖି 5 କୋଟିରୁ ଉର୍ଦ୍ଧ୍ୱ ଲୋକେ ରାସନ କାର୍ଡ ହାତେଇଥିଲେ, ଯେଉଁମାନେ ଅଯୋଗ୍ୟ। ଆଉ ସରକାର ଏହାକୁ ଧରିଛନ୍ତି, ଗୋଡ଼େଇ ଗୋଡ଼େଇ ସବୁ ଖାତାକୁ କାଟିଛନ୍ତି। ତେବେ ଅଯୋଗ୍ୟ ହିତାଧିକାରୀଙ୍କ ଖାତା କଟାଯାଇଛି। 5 କୋଟି ସେମାନଙ୍କର ବାହାରିଛି।
ତେବେ ସେମାନେ ରାସନ ପାଇବା ପାଇଁ ଯୋଗ୍ୟ ନୁହେଁ। ପ୍ରକୃତ ଗରିବ ହିତାଧିକାରୀ ପାଖରେ ରାସନ ଖଣ୍ଡେ ପହଞ୍ଚୁନି ବା ରାସନ କାର୍ଡ ପହଞ୍ଚୁନି। କିନ୍ତୁ ଏହି ଅଯୋଗ୍ୟମାନେ ରାସନ କାର୍ଡ ହାତେଇଥିଲେ। ଆଉ ପୁଣି ଓଡ଼ିଶାରେ ଏବେ 10 ଲକ୍ଷ ରାସନ କାର୍ଡ ନୂଆ ଆବେଦନ ହୋଇଛି। ତାଙ୍କୁ ମଧ୍ୟ ଯାଞ୍ଚ ହୋଇ ଯେଉଁମାନେ ଯୋଗ୍ୟ ବିବେଚିତ ତାଙ୍କୁ ମଧ୍ୟ ଖୁବ୍ ଜଲଦି ଡିସେମ୍ବର ମାସ ସୁଦ୍ଧା ନୂଆ ରାସନ କାର୍ଡ ଦେବେ ବୋଲି ସରକାର ମଧ୍ୟ ଘୋଷଣା କରିଛନ୍ତି। ତା ସହିତ ମଧ୍ୟ ରାସନ କାର୍ଡ ଇକେୱାଇସି ନଭେମ୍ବର ଶେଷ ତାରିଖ ଯାଏଁ ଅଛି। ଯଦି ଆପଣ ଏପର୍ଯ୍ୟନ୍ତ ଇକେୱାଇସି କରିନାହାନ୍ତି ତୁରନ୍ତ ଯାଇ ଇକେୱାଇସି କରିଦିଅନ୍ତୁ। ନହେଲେ ହୁଏତ ଆପଣଙ୍କର ରାସନ କାର୍ଡ ମଧ୍ୟ କଟିପାରେ। ତେବେ ଅବକାରୀ ବିଭାଗର ବଡ଼ ଘୋଷଣା। ତେବେ କୁହାଯାଉଛି ଯେ ଏଥର ଚୋରା ମଦ ଚାଲାଣ ଏବଂ ଦେଶୀ ବିଦେଶୀ ମଦକୁ ସରକାର ଜବତ କରିବେ। ଯେଉଁମାନେ ଏମିତି ଚୋରା ମଦ ବିକ୍ରି କରୁଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି କହିଛନ୍ତି ସରକାର। ତା ସହିତ ମଧ୍ୟ ବିନା ଲାଇସେନ୍ସ ଥାଇ ଯଦି ଯେକୌଣସି ମଦ ବିକ୍ରି କରୁଥିବ ତାଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ସରକାର କହିଛନ୍ତି। ମାଡ଼ି ଆସୁଛି ଲଘୁଚାପ। ଲଘୁଚାପ ପରେ ପରେ ଏବେ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଦିଲ୍ଲୀର ପରିସ୍ଥିତି ଏବେ ଭୟଙ୍କର। ଦିଲ୍ଲୀର ପରିସ୍ଥିତି ପ୍ରଦୂଷଣ ବାୟୁ ଏତେ ଭୟଙ୍କର ଯେ ଯାହା 30ଟା ସିଗାରେଟ ଟାଣିବା ସହିତ ସମାନ। ତେବେ ଦିଲ୍ଲୀର ଏକ୍ୟୁଆଇ ଅଛି ଏବେ 525। ଦିଲ୍ଲୀର ମଧ୍ୟ ସରକାରୀ ବେସରକାରୀ ସ୍କୁଲ ମଧ୍ୟ ଏଥିପାଇଁ ବନ୍ଦ ହୋଇଯାଇଛି। ଅନଲାଇନରେ କ୍ଲାସ ଚାଲିଛି। ଶେଷରେ 50% ସରକାରୀ ଅଫିସ ମଧ୍ୟ ବନ୍ଦ ହୋଇଛି। ୱାର୍କ ଫ୍ରମ ହୋମ ଚାଲିଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ଏତେ ଯେ ନିଶ୍ୱାସ ପ୍ରଶ୍ୱାସ ନେବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି। ଏ ନେଇକି ମୁଖ୍ୟମନ୍ତ୍ରୀ ମଧ୍ୟ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ଯେପର୍ଯ୍ୟନ୍ତ ପରିସ୍ଥିତି ଠିକ ହୋଇନି ସେ ପର୍ଯ୍ୟନ୍ତ ଏହା ଲାଗୁ ରହିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା। ଏଣିକି ସ୍କୁଲ ପିଲାଙ୍କୁ ମିଳିବ 5,000 ଟଙ୍କା। ମାଧବ ସିଂ ଯୋଜନାରେ ଏବେ ଅନୁସୂଚିତ ଜାତି ଜନଜାତି ସ୍କୁଲ ପିଲାଙ୍କୁ ମିଳିବ 5,000 ଟଙ୍କା। ଏଥିରେ 3,50,000 ଛାତ୍ରଛାତ୍ରୀ ଉପକୃତ ହେବେ। ଏନେଇ ସରକାରଙ୍କର ମଧ୍ୟ ବଡ଼ ଘୋଷଣା। ତା ସହିତ ଏସଏଚଜି ମହିଳାଙ୍କ ପାଇଁ ସରକାରଙ୍କର ବଡ଼ ଘୋଷଣା। ପୂର୍ବ ସରକାରରେ ଏସଏଚଜି ମହିଳା ଯେତିକି ଋଣ ନେଇଥିଲେ ଆଉ ସୁଧ ପରିଶୋଧ କରିବା ପାଇଁ ପଡ଼ିବ ନାହିଁ। ଏନେଇ ସରକାର ମଧ୍ୟ କହିଛନ୍ତି ଯେତିକି ଋଣ ନେଇଥିଲେ ସେତିକି ସୁଝିବେ। ଟଙ୍କାଟେ ମଧ୍ୟ ଅଧିକ ନେବେ ନାହିଁ ଦେବେ ନାହିଁ। ଆଉ ଏନେଇକି 227 କୋଟି ଟଙ୍କା ମଧ୍ୟ ବ୍ୟୟବରାଦ ହୋଇଛି। ତା ସହିତ ମଧ୍ୟ ଆଉ ଗୋଟେ ବଡ଼ ଖବର ଭତ୍ତା ଟଙ୍କାକୁ ନେଇକି ବଡ଼ ଖବର। ଯାଜପୁରରେ 894 ଜଣ ଯୁବକ ଭତ୍ତା ଟଙ୍କା ପାଇଁ ଧରା ପଡ଼ିଥିଲେ। ଭତ୍ତା କେଳେଙ୍କାରୀ କରିଥିଲେ ପୂର୍ବ ସରକାରରେ। ତେବେ 90 ଲକ୍ଷ ଟଙ୍କା ପାଖାପାଖି ଲୁଟି ନେଇଥିଲେ। ନିଜ ବୟସ ପାଖାପାଖି 30ରୁ 35 ବର୍ଷ ଥିବାବେଳେ 65 ବର୍ଷରୁ ଉର୍ଦ୍ଧ୍ୱ ପକେଇ ଭତ୍ତା ଟଙ୍କା ହଡପ କରୁଥିଲେ। ଯାହା ଏବେ ସରକାରଙ୍କ ନଜରରେ ଆସିଛି। ଏଇଟା ମଧ୍ୟ ତଦନ୍ତ ଚାଲିଛି। ଆଉ ଖୁବ୍ ଜଲଦି ଭତ୍ତା ଟଙ୍କା ମଧ୍ୟ ଆଉ ମାସେ ପରେ ମିଳିବ ବୋଲି କୁହାଯାଉଛି। ସରକାର ପ୍ରତିଶ୍ରୁତି ମତ ଯେତିକି ଟଙ୍କା ସରକାର କହିଥିଲେ ସେତିକି ଟଙ୍କା ଭତ୍ତା ଟଙ୍କା ମିଳିବ ବୋଲି ସରକାର ମଧ୍ୟ ଘୋଷଣା କରି